ଦେଖନ୍ତୁ ଓଏସ୍ୟୁ ରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦୁଇଟି ଇମ୍ପୋର୍ଟାଣ୍ଟ ଅପଡେଟ୍ ଅଛି। ଇମ୍ପୋର୍ଟାଣ୍ଟ ଅପଡେଟ୍ ପୂର୍ବରୁ ମୁଁ ଦୁଇଟି ଇମ୍ପୋର୍ଟାଣ୍ଟ ଅପଡେଟ୍ ଅଛି, ଗୋଟେ ଗୋଟେ କରି କହୁଛି। ତ ଫାଷ୍ଟ ଅପଡେଟ୍ ହେଉଛି ଦେଖନ୍ତୁ ଆପଣମାନଙ୍କ ପାଇଁ ଗୋଟେ ଅପଡେଟ୍ ଆସିଛି ଯେ ଯେଉଁମାନଙ୍କର ଏଇ ତ ଦେଖିପାରୁଥିବେ ଏଇଟା ମଧ୍ୟ ଇଂଲିଶର ଆଉ ବୋଥ ଓଡ଼ିଆରେ ମଧ୍ୟ ଆସିଛି ଦେଖିପାରୁଥିବେ ଆପଣମାନଙ୍କର। ଓଡ଼ିଆରେ ଆସିଛି ମାନେ ଆପଣମାନଙ୍କର ସମସ୍ତ ଓଡ଼ିଶାରେ ଯେହେତୁ ତ ସମସ୍ତ ନୋଟିଫିକେସନ୍ ଅଫିସିଆଲି ଓଡ଼ିଆ ୟୁଜ୍ ହେବା ପାଇଁ ଆମର ଗୋଟେ ଆସିଥିଲା ଗୋଟେ ମଝିର ମାନେ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଆଣିଥିଲା। ତ ସାୟଦ ବୋଧେ ଆଗାମୀ ଦିନରେ ସମସ୍ତ ନୋଟିଫିକେସନ୍ ଓଡ଼ିଆରେ ମଧ୍ୟ ଦେଖିବାକୁ ପାଇବେ ଆପଣମାନେ। ତ ଏଇଟାରେ ନୋଟିଫିକେସନ୍ କୁହାଯାଇଛି ଦେଖିପାରୁଥିବେ ଆପଣ ପଢ଼ିପାରୁଥିବେ ଯେ ଏଥିରେ କୁହାଯାଇଛି ଯେ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କୁ ଆଉ କୌଣସି ପ୍ରକାର ଦାଖଲ କରିବାକୁ ପଡ଼ିବ ନାହିଁ। ମାନେ ଆପଣ ଯେଉଁ ଆସାଇନମେଣ୍ଟ ଯେଉଁ ଡିପୋଜିଟ୍ କେବଳ ଅନଲାଇନରେ କରୁଥିଲେ, ମାନେ ଆପଣ ଅନଲାଇନରେ କରୁଥିଲେ ଆଉ କ'ଣ ଅଫଲାଇନରେ ବି କରୁଥିଲେ, କିନ୍ତୁ ଏବେ କହିଲା ଯେ ଆପଣମାନଙ୍କୁ ଆଉ ଅଫଲାଇନ ବା ଷ୍ଟଡି ସେଣ୍ଟରରେ ନେଇକି ଡିପୋଜିଟ୍ କରିବାକୁ ପଡ଼ିବନି, ବା କେବଳ ଆପଣ ଏବେ ଅନଲାଇନରେ ଡିପୋଜିଟ୍ କରିବେ, ଅଫଲାଇନରେ ନେଇକି ଆଉ ଷ୍ଟଡି ସେଣ୍ଟରରେ ଆସାଇନମେଣ୍ଟ ଡିପୋଜିଟ୍ କରିବା କିଛି ଆବଶ୍ୟକତା ନାହିଁ ବୋଲିକି ଏଥିରେ କୁହାଗଲା। ଏବଂ ଆଉ ଗୋଟେ ନୋଟିଫିକେସନଟା ହେଉଛି ଆପଣମାନଙ୍କର ଏଇଟା ମଧ୍ୟ ଗୋଟେ ନୋଟିଫିକେସନ ଯେଉଁମାନଙ୍କର ଆଡମିସନ୍ କରିଥିଲେ ଅକ୍ଟୋବର ବ୍ୟାଚ୍ କିମ୍ବା ଫେବୃଆରୀ ବ୍ୟାଚ୍ ଯେଉଁମାନେ ଆଡମିସନ୍ କରିଥିଲେ, ଯେଉଁମାନେ ଫାର୍ଷ୍ଟ ସେମିଷ୍ଟାର ଆସାଇନମେଣ୍ଟ 1 ଆସାଇନମେଣ୍ଟ 2 ଯେଉଁମାନେ ଦେଇନଥିଲେ বা ଅପଲୋଡ଼ କରିପାରିନଥିଲେ କିଛି ଦିନ ମାନେ ବହୁତ ସାରା ନୂଆ ନୂଆ ଆଡ଼ମିସନ୍ କରିଥିଲେ ଜାଣିପାରୁନଥିଲେ, ତ ସେ ଯେଉଁ ବ୍ୟାକ୍ ଆସାଇନମେଣ୍ଟ ସେ ଫେବୃଆରୀ 15, 2026 ଭିତରେ ଆପଣମାନେ ডিপোজিট କରିପାରିବେ। ମାନେ ଯେଉଁମାନେ ଅକ୍ଟୋବର ଫେବୃଆରୀ ବ୍ୟାଚ୍ରେ ଫାର୍ଷ୍ଟ ସେମିଷ୍ଟାରର ଆସାଇନମେଣ୍ଟ, କାହିଁକିନା ଅକ୍ଟୋବର ଆଉ ଫେବୃଆରୀ ବ୍ୟାଚ୍ ଏବେ ସେକେଣ୍ଡ ସେମିଷ୍ଟାର ଗଲେଣି, ତ ଫାର୍ଷ୍ଟ ସେମିଷ୍ଟାର ଯେଉଁମାନେ ଥିଲେ ଫାର୍ଷ୍ଟ ସେମିଷ୍ଟାରରେ ଆସାଇନମେଣ୍ଟ 1 ଆଉ ଆସାଇନମେଣ୍ଟ 2 ଯଦି ଅପଲୋଡ଼ କରିନଥିଲେ ତାହେଲେ ଅପଲୋଡ଼ କରିନେବେ ଏବଂ 15 ଫେବୃଆରୀ ଭିତରେ ଆଉ ସେଟାକୁ ଷ୍ଟଡି ସେଣ୍ଟର ଡିପୋଜିଟ୍ କରିବାକୁ ପଡ଼ିବନି। କାରଣ এটা ଦେଖନ୍ତୁ ସେଟା ମଧ୍ୟ ମେନସନ୍ ହେଇକି ଆସେ ବୋଧେ ଆଗରୁ 15 ଫେବୃଆରୀ ହେଉଛି ଆପଣଙ୍କର ଅନଲାଇନ୍ ଡିପୋଜିଟ୍, ଆଉ ଆପଣଙ୍କ ଅଫଲାଇନ୍ ଡିପୋଜିଟ୍ ଆଉ ଗୋଟେ 16 ତାରିଖ ଏମିତି କିଛି ଗୋଟେ ଦିନ ଦୁଇ ଦିନ ଗ୍ୟାପ୍ କରି ରଖେ। ତ ଯେହେତୁ ଅଫଲାଇନ୍ ଆଉ ଡିପୋଜିଟ୍ କରିବାକୁ ପଡ଼ିବନି ବା ଷ୍ଟଡି ସେଣ୍ଟର ଡିପୋଜିଟ୍ କରିବାକୁ ପଡ଼ିବନି, ସେଥିପାଇଁ କେବଳ ଅନଲାଇନ୍ ଡିପୋଜିଟ୍ କରିବା ପାଇଁ LMS ପୋର୍ଟାଲର 15 ତାରିଖ ଦେଇଛି। ମାନେ ଆପଣ କେବଳ ଅନଲାଇନ୍ରେ ଡିପୋଜିଟ୍ କରିବେ ଲେଖିକି, ଆଉ ଯେଉଁ ହାର୍ଡ଼ କପିଟାକୁ ଲେଖିକି କେବଳ ରଖିବେ। ଯଦି ପରବର୍ତ୍ତୀ ସମୟରେ ସେ ମାର୍କ ନ ଆସିଲା ତ ଆପଣମାନେ ପରବର୍ତ୍ତୀ ସମୟରେ ସେଟା ଆପଣ ମାନେ ୟୁନିଭର୍ସିଟି ଆଡ୍ରେସରେ ଡାଇରେକ୍ଟ ପଠେଇକି ଆପଣମାନେ ଡିପୋଜିଟ୍ କରିବେ। ଆଉ ଗୋଟେ କଥା ମଧ୍ୟ କହି ରଖୁ, ଦେଖନ୍ତୁ ବହୁତ ସାରା ପିଲା ଏହାର କାରଣ ଜାଣିନଥିବେ ଯେ କାହିଁକି ଯେଉଁ ଆଉ ଆମର ଅଫଲାଇନ୍ ଡିପୋଜିଟ୍ କାହିଁକି ବନ୍ଦ କରିଦିଆଗଲା। ଦେଖନ୍ତୁ ଓଏସ୍ୟୁ କ'ଣ କରୁଛି ନା ଆପଣ ବହୁତ ସାରା ଷ୍ଟଡି ସେଣ୍ଟର କମ୍ପ୍ଲିଟ୍ ରହୁଛି, ମାନେ ଷ୍ଟଡି ସେଣ୍ଟରକୁ ତାଙ୍କର ଯେତିକି ଫଣ୍ଡ ବା ଯେତିକି ପଇସା ପଠାଇବା କଥା ଥିଲେ ଫଣ୍ଡ ପଠାଇଲେ ସେ ମ୍ୟାନେଜମେଣ୍ଟ କରିବେ। ସାୟଦ ମୁଁ ଜାଣିନି ଏହାର ବିଶେଷ କାରଣ କ'ଣ, ମୁଁ ବି ପଚାରିନି। ମୋ ସହିତ ବହୁତ ସାରା ଅଥରିଟି ଚିହ୍ନା ଅଛନ୍ତି, ଓଏସ୍ୟୁର ବହୁତ ଷ୍ଟାଫ୍ ମଧ୍ୟ ମୋ ସହିତ କଣ୍ଟାକ୍ଟ ଅଛନ୍ତି, ମୁଁ ପଚାରିନି। ମୁଁ ଏତିକି ଭାବୁଛି ଯେ ଏ ଫଣ୍ଡ କିଛି ଯାଉନି ବା ଷ୍ଟଡି ସେଣ୍ଟର ବାଲା କିଛି ମିସମ୍ୟାନେଜମେଣ୍ଟ କରୁଛି, ତ ସେଥିପାଇଁ ଅନଲାଇନ୍ ତ ଦିଆଯାଉଛି, ଅନଲାଇନ୍ରୁ ମାନେ ମାର୍କ ଅପଲୋଡ଼ କରି ଦିଆଯିବ। ପରବର୍ତ୍ତୀ ସମୟରେ ଅଫଲାଇନ୍ ଯେଉଁଟା ଲେଖିଥିବେ ସେଇଟାକୁ ରଖିଥିବେ। ଯଦି ପରବର୍ତ୍ତୀ ସମୟରେ ମାର୍କ ଆପଣଙ୍କୁ ଅପଡେଟ୍ ନ ହେଲା, କୌଣସି କାରଣବଶତଃ ମାର୍କ ନ ଆସିଲା, ତ ୟୁନିଭର୍ସିଟି ଆଡ୍ରେସକୁ ଡାଇରେକ୍ଟ ପଠାଇଦେଲେ ମାର୍କ ମଧ୍ୟ ଅପଡେଟ୍ ହେଇଯିବ। ତ ଆପଣ ଏବେ କ'ଣ କରିବେ ନା କେବଳ ଯେଉଁମାନେ ଆସାଇନମେଣ୍ଟ ଲେଖୁଛନ୍ତି କେବଳ LMS ପୋର୍ଟାଲର ଡିପୋଜିଟ୍ କରିବେ, ଆଉ ଷ୍ଟଡି ସେଣ୍ଟର ଡିପୋଜିଟ୍ କରିବାର କିଛି ଆବଶ୍ୟକତା ନାହିଁ। ଆଉ LMS ପୋର୍ଟାଲରେ ଆପଣ ଅନିଲ ଏଜୁକେସନ୍ ଏଟା ୟୁଟ୍ୟୁବ୍ ଚ୍ୟାନେଲକୁ ପଳେଇଲା ପରେ ଦେଖନ୍ତୁ LMS ପୋର୍ଟାଲର ଗୋଟେ ନ୍ୟୁ ଅପଡେଟ୍ ଆସିଛି। ନୂଆ ଅପଡେଟ୍ କେମିତି ଆପଣମାନେ ଅପଡେଟ୍ କରୁଥିଲେ ଆଉ ଲେଖିବାର ଯେଉଁ ଷ୍ଟୁଡେଣ୍ଟ ଲଗ୍ଇନ୍ ଭିତରେ ହିଁ ଦେଖାଉଛି ଏବେ LMS ପୋର୍ଟାଲ। ଆଉ ଏକ୍ସଟ୍ରା ଆପଣ ଡିପୋଜିଟ୍ କରିବା ପାଇଁ ଇଏ ଭିଡ଼ିଓ ଦେଖିଥିଲେ ଜାଣିପାରିବେ। ଆଉ ଯେଉଁମାନେ ଅପଲୋଡ଼ କରିବା ଜାଣିନାହାନ୍ତି, ତ ଅପଲୋଡ଼ କରିବା ଜାଣିନାହାନ୍ତି ଯଦି ଆପଣମାନଙ୍କର କେମିତି ଅପଲୋଡ଼ କରିବେ ମଧ୍ୟ ମୁଁ ଏଇଠି ଗୋଟେ ଭିଡ଼ିଓରେ ଅଲରେଡ଼ି ଜଣାଇ ଦେଇଛି ଯେ ଆପଣମାନେ କିପରି ଭାବରେ ଏଠି ଦେଖନ୍ତୁ ଏଇଠି ଗୋଟେ ଭିଡ଼ିଓ ବନେଇଛି ଅଲରେଡ଼ି 16,000 ପିଲା ମୋତେ ଦେଖି ସାରିଲେଣି LMS ପୋର୍ଟାଲ କେମିତି ଆପଣ ଅପଲୋଡ଼ କରିବେ ଆସାଇନମେଣ୍ଟ। ଆଉ ଯଦି ଆସାଇନମେଣ୍ଟ ଆନ୍ସର ଆବଶ୍ୟକତା ଅଛି ଆମ ହେଲ୍ପଲାଇନ୍ ନମ୍ବରରେ ମେସେଜ୍ କରିବେ, ଆମେ ଆନ୍ସରମାନେ ଆମେ ଦେଇଦେବୁ। ବା ଆମ ଅନିଲ ଏଜୁକେସନ୍ ଆପ୍ଲିକେସନରେ ଯାଇକି ଜଏନ୍ ହେଇଗଲା ପରେ ଆପଣମାନେ ଆସାଇନମେଣ୍ଟ ଆନ୍ସର ପାଇବେ। କେମିତି ଆନ୍ସର ପାଇବେ ମଧ୍ୟ ଏଇଠି ଭିଡ଼ିଓ କହିଦେଇଛି। এই ভিডিওরে দেখুন, এইটি ভিডিওরে দেখুন এইটাই এই ভিডিওরে কহিদেইছি মধ্যে আপনার, তো নিহতি ভাবে আপনার সেটি দেখিপারে। নহলে আমার ডেসক্রিপশনে ভিডিওর ডেসক্রিপশনে আমার হোয়াটসঅ্যাপ নম্বর মেসেজ অছে, হোয়াটসঅ্যাপে মেসেজ করি আমি নেইপারে 6372885995 6372885995। তো এই দুইটি অপডেট রহিলা, সে দুইটি অপডেট নিহতি ভাবে ইম্পর্টান্ট। আউ আপনার অফলাইন ডিপোজিট করা পড়বনি। অফলাইন ডিপোজিট কলে পরেশান মধ্যে হোলে অনলাইন করে অফলাইন কর, এবে অনলাইন কেবল হয়ে গলা। আর যে ব্যাক লে যে আসাইনমেন্ট ডিপোজিট করে নথিলে ফার্স্ট সেমিস্টার অক্টোবর ফেব্রুয়ারি ব্যাচর ফার্স্ট সেমিস্টার, সেমানকু ମଧ୍ୟ ଚାନ୍ସ ଦିଆହେଇଗଲା ଆପଣମାନେ ଅପଲୋଡ଼ କରିନିଅନ୍ତୁ। ଥ୍ୟାଙ୍କ ୟୁ।